ସିଏ କହିଲା ବେଳକୁ ହଉଛି, ଆମେ କହିଲା ବେଳକୁ ହଉନି। बोल भाई बोल, जय जगन्नाथ स्वामी की। नारायण नमस्कृत्यं नरं चैव नरोत्तम देवी सरस्वती व्यास ततो जय।
ওম বিশ্বকর্তা বিশ্বপিতা শ্রীমন শ্রী সত্য নারায়ণ প্রীতি অর্থে সর্বে বলন্তু মন আনন্দে কবার হরি হরি বল। भागवादिनी जंगरवासिनी मा साध्वींक वित्तीर्थ मंगलांक वित्तीर्थ मा तारींक वित्तीर्थे ए ग्रामर मा ग्रामदेवतक वित्तीर्थे सर्वे बुलंद मन आनंदे कबारो हरि हरि শুভি যাও আজ দিন দয়া কর বিনা কর দরি তুম্ভ পাদে
দয়া কর মন্ডা পিঠা গোল 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 পানি বোতল गणपत्यादि पंचदेवतांक प्रीत्यर्थे एक ग्राम आराध्या देवदेवी प्रीत्यर्थे वरेण्य साधु वैष्णव प्रीत्यर्थे पूर्णानंदे आरे कबार हरि हरि बोला सत्यनारायण देव हे आस आस हे प्रभु ये अकिंचन पदाश्री ददने बारे दया मंडलाकारं दत्तजेन चराचरं तत्पदं दर्शितं येन तस्मै श्री गुरवे नमः हरि हे हरि हे
আকাশং বন্দে পাতালে বাসুকিং শ্রদ্ধা মর্তে সমাধবং বন্দে তং বন্দে সচরাচর নারায়ণে রুদ্রে অম্বিকে ভাস্করে শ্রদ্ধা ভিন্ন ভিন্ন ন কর্তব্যম পঞ্চদেব নমস্তুতে শঙ্করে তু সদা বাস সিংহবাহিনী শারদে জিহ্বাগ্রে বসতু নিত্যমা মা বাক্য দেবী ତୁମେ ମୋର ମୁଁ ତୁମର ଆହେ ମୋର ସ୍ୱାମୀ ତୁମେ କି ନ ଜାଣ অন্তর্যামী তুমি মোর ମୁଁ ତୁମର আহে মোর স্বামী তুমি মোর ମୁଁ ତୁମର আহে মোর স্বামী তুমি কি ন জাণ গুরু অন্তর্যামী তুমি মোর ମୁଁ ତୁମର আহে মোর স্বামী তুমি মোর ମୁଁ ତୁମର আহে মোর স্বামী জানে ধর্ম ধর্ম আহে স্বামী অভিরাম জানে ধর্ম ধর্ম আহে স্বামী অভিরাম তুমি প্রেম হেলে মুহি তুমি প্রেম হেলে মুহি হইবি প্রেমী তুমি মোর ମୁଁ ତୁମର আহে মোর স্বামী তুমি মোর ମୁଁ ତୁମର আহে মোর স্বামী কহে অভিরাম বাই মোগরে কর্ণনু হই কহে অভিরাম বাই মোগরে কর্ণনু হই তো কৃপারে নিগমকু তো কৃপারে নিগমকু তো কৃপারে নিগমকু তো কৃপারে
ପାରେ ମୁଁ ଗମି ତୁମେ ମୋର ତୁମାରା ଆହେ ମୋର ସ୍ୱାମୀ ତୁମେ ମୋର ତୁମାରା ଆହେ ମୋର ସ୍ୱାମୀ ତୁମେ କି ନ ଜାଣ লেখিলে ঈশ্বর পরম কৃষ্ণ সচিদানন্দ বিগ্রহ অনাদি রাধি গোবিন্দ সর্ব কার্যস্য কারণম বরেণ্য মমারাধ্য পরম সম্মাননীয় পরমার্চনীয় পালাপ্রেমী বিদগ্ধ মণ্ডলী বরেণ্য প্রজ্ঞাবাদিনী কল্যাণদায়িনী ভগবতী স্বরূপা মাতৃকল্পা ভগিনীকল্পা মা মানে ভৌণী মানে ঝিও মানে এবং কল্যাণী কল্যাণিয়া মোর কুনি পুଅ ଝିଅ ଯେତେ ଟୁନ ଆଜ୍ଞା ହାତରେ ସମୟ କମ 15 ମିନିଟ ମାତ୍ର ପୁଅରେ ଆଜ୍ଞା ମନ ଦେଇକରି ଶୁଣ ହଁ ତୁ ଧାଡି କଥା ଆଉ ସ୍ୱର୍ଗତା ପରମ ଆଦରଣୀୟା ଜୟ ଭାରତୀ ମିଶ୍ର ମହୋଦୟା ଯାହାଙ୍କ ବର୍ତ୍ତମାନରେ ତାଙ୍କର ହୁଏତ ଆଜି ହଉଛି ଶ୍ରାଦ୍ଧୋତ୍ସବ ତାଙ୍କର ଉତ୍ତର ପୁରୁଷ ତାଙ୍କ ପୁଅ ଏବଂ ତାଙ୍କର ପରିବାର ବର୍ଗ ଆୟୋଜନ କରିଛନ୍ତି ଶ୍ରଦ୍ଧାଞ୍ଜଳି ସଭା ଧନରେ ବହୁ ଜ୍ଞାନୀ ଗୁଣୀ ମାନେ ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଜୟ ଭାରତୀ ମିଶ୍ର ମହୋଦୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାର୍ଘ୍ୟ ନିବେଦନ କରିଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ଯେହେତୁ ତାଙ୍କର ସ୍ୱାମୀ ଏ ଜଗତସିଂହପୁର ଜିଲ୍ଲାର ଜଣେ ଧୁରିଣ ଗାୟନାଚାର୍ଯ୍ୟ ପରମ ଆଦରଣୀୟ ଜୟଗୋବିନ୍ଦ ମିଶ୍ର ମହୋଦୟ ଆଜିର କାର୍ଯ୍ୟକ୍ରମରେ ଟିକେ ହରି କଥା ବ୍ୟବସ୍ଥା ଗ୍ରହଣ କରାଯାଇଛି ପ୍ରଥମ ପର୍ଯ୍ୟାୟରେ ଅର୍ବାଚୀନ କିଞ୍ଚନ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ସାରଳା ପାଲା କଳାକାର ପରିଷଦର ସଭାପତି ମହୋଦୟ ଅଛନ୍ତି ଏବଂ ତାଙ୍କ ପରେ ପରେ ଏହି ଜିଲ୍ଲାର ଶ୍ରଦ୍ଧେୟା ଦୀପ୍ତିରେଖା ପଣ୍ଡା ସେ ମଧ୍ୟ ପାଲା ପରିବେଷଣ କରିବେ ବହୁ ଗାୟନାଚାର୍ଯ୍ୟ ମାନେ ପାଲା କଳାକାର ମାନେ ଆଜିର ସଭାରେ ଉପସ୍ଥିତ ଅଛନ୍ତି ମୋ ମହିତରେ ମଧ୍ୟ ଅଛନ୍ତି ନାରାୟଣ ସାହୁ ମହୋଦୟ ଅଛନ୍ତି ଯେ ଗାୟକ ଶେଖର ଜଗନ୍ନାଥ ମହୋଦୟଙ୍କର ବେହେରା ମହୋଦୟଙ୍କର ଯିଏ ସହକର୍ମୀ ଥିଲେ ପୁଅ ବରେଣ୍ୟ ପତି ମହୋଦୟ ଅଛନ୍ତି ଜଗତସିଂହପୁର ଜିଲ୍ଲାର ମୂର୍ଦ୍ଧନ୍ୟ ପ୍ରତିଭା ମୁଁ ଯାହାଙ୍କୁ ସୁଖ ବାହିନା ଭାବରେ ଜାଣେ ବରେଣ୍ୟ ହରେକୃଷ୍ଣ ପତି ମହୋଦୟ ମଧ୍ୟ ସଭାରେ ଅଛନ୍ତି ପୁଅ ଆମ ହାତରେ ସମୟ କମ ଆମେ ପିଲାମାନେ ଯାଇ ମତେ କହୁଥିଲେ ଯେ ପ୍ରାର୍ଥନା ଚ୍ୟାନେଲ ପାଲା ଭଳିଆ ସଂସ୍କାର ଟିଭି ଆଜିର କାର୍ଯ୍ୟକ୍ରମକୁ ତାଙ୍କ କ୍ୟାମେରା ମାଧ୍ୟମରେ
ବନ୍ଦୀ କରୁଛନ୍ତି। ୟାକୁ ନେଇ ବିଭିନ୍ନ ପାଲା ରସିକ ମାନଙ୍କ ନିକଟରେ ସେ ତାକୁ ପ୍ରସାରିତ କରେଇବେ। ହେରେ! କହିଲେ ଚ୍ୟାନେଲ ପାଲା ଭଳି ଯାହା ଆଲୋଚନା କରିବ ତାକୁ ଶେଷ କରିବ। ମୁଁ କହୁଥିଲି ଆମ ଏ ପୁଅକୁ ଅଶୋକକୁ, ମୁଁ କହିଲି ପାଲା ଆରମ୍ଭ କରିବି ଶେଷ କରି ମୋ ଟଙ୍କା କିଏ ଦବ? ଯିଏ ରେକର୍ଡିଂ କରୁଛନ୍ତି ର ମୁଁ ସାଡ଼କୁ ଯାଉନାହିଁ, ମନ ଦେଇକିରି ଶୁଣ। ଆମର କଣ ଦିବଙ୍ଗତ ଆତ୍ମା ଏବଂ ଏ ସଭାରେ ଉପସ୍ଥିତ ଆବାଳ ବୃଦ୍ଧ ବନିତା ଜଣେ ସଂସ୍କୃତି ବାହକ ଭାବରେ ଚାମର ହସ୍ତ ଏହି ମଞ୍ଚ ପ୍ରବେଶ କରିବା ପରେ ଆମର ଚରମ ଏବଂ ପରମ କର୍ତ୍ତବ୍ୟ ସମସ୍ତଙ୍କର ଶୁଭ କାମନା କରିବା, ମଙ୍ଗଳ କାମନା କରିବା। ଏବଂ ଯୋଉ ଦିବଙ୍ଗତ ଆତ୍ମା ଆମକୁ ଛାଡିକିରି ଗଲେଣି ତାଙ୍କର ସେ ଅମର ଆତ୍ମାର ସଦ୍ଗତି ନିଶ୍ଚିତ ଭାବରେ ହେଇଛି। ସେ ଯୋଉଭଳି ମହିୟସୀ ମା ଥିଲେ, ଆମ ସଦ୍ଗତି କାମନା ସହିତ ତାଙ୍କର ଯାଏ ଆସେ କିଛି ନାହିଁ। ତାଙ୍କର ସଦ୍ଗତି ନିଶ୍ଚିତ ଭାବରେ ହେଇଛି। ଲୌକିକ ଭାବରେ ଆମେ ସେ ବିଶ୍ୱନିୟନ୍ତାଙ୍କ ଅଭୟ ଚରଣ କମଳ ତଳେ ତାଙ୍କର ସଦ୍ଗତି କାମନା କରିବା। ତେବେ ଆଜି ମୋର ଉପସ୍ଥିତ ସମବେତ ହୋଇଥିବା ସମସ୍ତ ଜ୍ଞାନୀ ମାନଙ୍କୁ ଏବଂ ଏ ମିଶ୍ର ପରିବାର ବର୍ଗଙ୍କୁ ଆଜି କଲ୍ୟାଣ ଦେବେ କିଏ? ମୁଁ ପଢିଛି ଗୋଟିଏ ଆଶିଷ ବାଚକ ମଙ୍ଗଳାଚରଣ ଶ୍ଲୋକ। ଏ ଶ୍ଲୋକଟି କେଉଁ ଗ୍ରନ୍ଥରୁ ମୁଁ ଗ୍ରହଣ କଲି? ଆଉ ଜଗତରେ ପତଳା ବହି ଜମା ନାହିଁ। ଶାସ୍ତ୍ର ହଉଛି ବ୍ରହ୍ମ ସଂହିତା। ବ୍ରହ୍ମ ସଂହିତାକାର ଆଜି ପ୍ରମାଣ ଦେଲେ ଏ ସଭାର ସମବେତ ହୋଇଥିବା ଜ୍ଞାନୀ ମାନଙ୍କୁ, ମିଶ୍ର ପରିବାର ବର୍ଗଙ୍କୁ, ଏ ପଦ୍ମପୁର ଗ୍ରାମର ଗ୍ରାମବାସୀ ମାନଙ୍କୁ ସର୍ବୋପରି ସାର୍ବଜନୀନ ଭାବରେ ସମଗ୍ର ବିଶ୍ୱକୁ ଆଜି କଲ୍ୟାଣ ଦେବେ କିଏ? ଯିଏ କଲ୍ୟାଣ ଦେବେ ବ୍ରହ୍ମ ସଂହିତା ଗ୍ରନ୍ଥ କହନ୍ତି ସହ ସର୍ବ କାର୍ଯ୍ୟସ୍ୟ କାରଣମ୍। ଏ ଜଗତରେ ଆମେ ଆଜି ଶୋକ କରୁଥିଲୁ, ଶ୍ରଦ୍ଧା ନିବେଦନ କରୁଥିଲୁ। ଯଦି ପ୍ରଶ୍ନ ଆସେ ମା ଭାରତୀ କାହିଁକି ଆମକୁ ଛାଡି ଚାଲିଗଲେ, ତା କାରଣ ସେଇ ଗୋଟିଏ। ଏ ପୁଅ, ଯିଏ ଜଗତକୁ ଆମକୁ ଆଣୁଛି ସେଇ ମଧ୍ୟ ଆମକୁ ନଉଛି। ବ୍ରହ୍ମ ସଂହିତା ଗ୍ରନ୍ଥ କହିଲେ ସର୍ବ କାର୍ଯ୍ୟସ୍ୟ କାରଣମ୍। ଅତୀତରେ ଯାହା ଘଟୁଥିଲା, ଏବେ ଯାହା ଘଟୁଛି, ଆଗାମୀ ଦିନରେ ଯାହା ଘଟିବ, ତାର ନିୟାମକ ଯିଏ ସେଇ ଆଜି ଆପଣ ମାନଙ୍କୁ କରିବେ କଲ୍ୟାଣ ଏବଂ ଦିବଙ୍ଗତ ଆତ୍ମାକୁ ଦେବେ ସଦ୍ଗତି। ପରେ ସେ କିଏ? ଏ ସମ୍ପର୍କରେ ଆଲୋଚନା କରିବାର ପରିସର ଇଏ ନୁହନ୍ତ। ତଥାପି ଧାଡ଼ିଆ ଆମେ କହିଲେ ଯଥେଷ୍ଟ ହବ। ଦିନେ ଜିଜ୍ଞାସୁ ଭକ୍ତ ଉଦ୍ଧବ ଯୁଗ ପୁରୁଷ ଭଗବାନ ବିଶ୍ୱଚିନ୍ତାମଣି କୃଷ୍ଣଙ୍କ ଅଭୟ ଚରଣାରବିନ୍ଦ ତଳେ ଶ୍ରଦ୍ଧା ନିବେଦନ ପୂର୍ବକ ଟିକେ ହାତ ଯୋଡ଼ିକିରି ନିବେଦନ କଲେ, ପ୍ରଭୁ ଇଏ ଜଗତରେ ଯାହା ଯାହା ହଉଛି ତାକୁ କରୁଛି କିଏ? ଅତୀତରେ ଯାହା ହଉଥିଲା କରୁଥିଲା କିଏ? ଆଗାମୀ ଦିନରେ ଯାହା ହବ ତାକୁ କରିବ କିଏ? ପ୍ରଭୁ ଟିକେ ହସିଲେ, କହିଲେ ଉଦ୍ଧବ ତୁ ତ ମୋ ଅଙ୍ଗ ଲାଗି ସେବକ, ଏତେ ଦିନ ଧରି ମୋ ସାଙ୍ଗରେ ତ ଲାଗି ରହିଲୁ, ଏ ପର୍ଯ୍ୟନ୍ତ ଏ ସମ୍ପର୍କରେ କିଛି ବୁଝିପାରିଲୁ ନାହିଁ। ହାତ ଯୋଡ଼ି ଦେଲା ଉଦ୍ଧବ, ଡାକିଲା କହିଲା ପ୍ରଭୁ ତଥାପି ଜିଜ୍ଞାସା ମନ ଭିତରେ ଟିକେ ସନ୍ଦେହ ବିମୋଚନ କରନ୍ତୁ। ପ୍ରଭୁ ଗୋଟିଏ ଧାଡ଼ି ଉଦ୍ଧବ ଉଦ୍ଦେଶ୍ୟରେ କହନ୍ତି, ତାକୁ କିଏ ଲେଖିବେ? ଓଡ଼ିଆ ଜାତିର ଜୀବନ ବେଦ ଏ ପୁଏ ମନ ଦେଇକିରି ଶୁଣ। ଅତି ବଡ଼ି ଜଗନ୍ନାଥ ଦାସ ପବିତ୍ର ଗ୍ରନ୍ଥ ଭାଗବତ ଗୋଟା ଧାଡ଼ି ଜିଜ୍ଞାସୁ ଉଦ୍ଧବର ସନ୍ଦେହ ବିମୋଚନ ପାଇଁ ପ୍ରଭୁ କହୁଛନ୍ତି ଉଦ୍ଧବକୁ। କହିଲେ ଉଦ୍ଧବ ମନ ଦେଇ ଶୁଣ, ଇଏ କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି। ପାଗଳ ସମୟ ନାହିଁ ବୋଲି ଆଗରୁ ତତେ ସୁତେଇ ଦେଇଛି। ତୋ ଧଡ଼ ଧଡ଼ ଖଡ଼ ଖଡ଼ ମୋ ପାଖରେ ବେଳ ନାହିଁ। ତୁ ତ ହୁଣ୍ଡା ଚଇତା, ତୁ ଯେମିତି ହୁମୁ ହୁମୁ ଦୁମୁ ଦୁମୁ ହଉଛୁ, ଗୋଡରେ ନି କ୍ୟାପ ଦେଇଛି, ତୋ ସାଙ୍ଗରେ ଗୋଡେଇ ପାଇଲେ ହବ ନା? ଏ ମୋ ବାପା ସେମିତି ଧୀରେ ହେଇକିରି ମନ ଦେଇ ଶୁଣ।
ପ୍ରଭୁ ଡାକିଲେ କହିଲେ ଉଦ୍ଧବ ଅତୀତରେ ଯାହା ହଉଥିଲା ଏବେ ଯାହା ହଉଛି ଆଗାମୀ ଦିନରେ ଯାହା ହବ ତାର ନିୟାମକ ମୁଁ ମୋରି ଦ୍ୱାରା ଏ ସମସ୍ତ କାର୍ଯ୍ୟ ହଉଛି ସଂଘଟିତ। ଆମେ ଖାଲି ମିଛରେ ଶୋକ କରୁଛୁ ଜୟ ଭାରତୀ ମା ଚାଲିଗଲେ ଆହା ଏଡେ ଭଲ ଲୋକ ଥିଲେ ଆରେ ସେତିକି ଦିନ ପାଇଁ ତ ସମୟ ସାରଣୀ କିଏ ସେ ବାଟରେ ଆଜି ଡକ୍ଟର ସର୍ବେଶ୍ୱର ପରିଡ଼ା ମହୋଦୟ ଅସୁର ବିମୋଚନ କରୁଥିଲେ କହୁଥିଲା ଆହା ମୋ ଔଷଧ କାମ ଦେଲାନି ଧାଡ଼ିଆ କହିବି ପ୍ରଭୁଙ୍କୁ ପଚାରିଛି ଉଦ୍ଧବ ଉତ୍ତର ଦେଇଛନ୍ତି ପ୍ରଭୁ ଆଜ୍ଞା ଆପଣ ମାନେ ଯେତେ ବହିଛନ୍ତି ଏ ସଭାରେ ଗୋଟାଏ ଧାଡି ମନ ଦେଇକରି ଶୁଣନ୍ତୁ। ମୁଁ ଧରନ୍ତୁ ଆପଣ ମାନଙ୍କ ଭିତରୁ କାହାକୁ କୌଣସି ଗୋଟିଏ ମୋର ସନ୍ଦେହ ଦୂର ପାଇଁ ପ୍ରଶ୍ନ ଜିଜ୍ଞାସା କଲି ଆପଣ ଯାହା ଜାଣିଛନ୍ତି ଉତ୍ତର ଦେଲେ ମୋ ମନକୁ ଆଇଲେ ମୁଁ ହଁ କରିବି ମନକୁ ନ ଆଇଲେ ନାହିଁ କରିବି କିନ୍ତୁ ଯଦି ଉତ୍ତର ଶୁଣିବା ପରେ ହଁ କହିଲି ନାହିଁ କି ନାହିଁ କଲି ନାହିଁ ଆପଣ କେବେ କଣ ମତେ ପଚାରିଲା ମୁଁ ତ ଜାଣିଛି ଉତ୍ତର ଦେଲି ଏ ତ କାହିଁ କିଛି କହୁନି ହଁ କହୁନାହିଁ ନା ନାହିଁ କରୁନାହିଁ କାହିଁ ମୁହଁର ଭଙ୍ଗୀ ଯାହା କହୁଛି ବୋଧେ ମୋ ଉତ୍ତର ତା ମନକୁ ପାଇଲାନି। ପ୍ରଭୁ ଡାକିଲେ କହିଲେ ଉଦ୍ଧବ ଉଦ୍ଧବ ଉତ୍ତର ଶୁଣିବା ପରେ ତମର ମୁଖ ଭଙ୍ଗୀ ଯାହା ମତେ ସୂଚେଇ ଦିଏ ମୋ ଉତ୍ତରରେ ବୋଧେ ତମେ ସନ୍ତୁଷ୍ଟ ନୁହଁ। ଉଦ୍ଧବ ଟିକେ ହାତ ଯୋଡ଼ିଦେଲା ଆଜ୍ଞା ସାମାଜିକ ଦୃଷ୍ଟିଭଙ୍ଗୀ ପାଲା ଯଦି ସାମାଜିକ ଜନଜୀବନ ସହିତ ସମାନ୍ତରାଳ ଭାବରେ ଗତି ନ କରେ ତାହେଲେ ସେ ପାଲା ପାଲା ନୁହଁ ପାଲା ପୋଲା ମନ ଦେଇକରି ଶୁଣ ଆଜ୍ଞା ଓଡ଼ିଆ ରୂଢ଼ି ପୁଅ ଉଦ୍ଧବ କହୁଛି କହିଲା ପ୍ରଭୁ ଆପଣ ଉତ୍ତର ଦେଲେ ମୁଁ କଣ କହିବି ଓଡ଼ିଆରେ ଗୋଟେ ରୂଢ଼ି ନାହିଁ ବଡ ଲୋକକୁ ଉତ୍ତର ନାହିଁ ମୁଁ ଆପଣ ଯେତେବେଳେ କହିଲେ ମୁଁ କଣ କହିବି ଉଦ୍ଧବ ଉଦ୍ଧବ ଆଶ୍ୱସ୍ତ କରୁଛି ତମ ଭିତରେ ଯାହା ଅଛି ସନ୍ଦେହ ତମେ ଦୃଢ ଭାବରେ ତାକୁ ପରିପ୍ରକାଶ କର ଭୟ କରିବାର କାରଣ ନାହିଁ। ଏଇଠି ଉଦ୍ଧବ ହାତ ଯୋଡ଼ିଛି କହିଲା ପ୍ରଭୁ ଆପଣଙ୍କ ଉତ୍ତରରେ ମୋର ଲାଗିଲା ସନ୍ଦେହ କେଉଁପରି କରୁଅଛ କାର୍ଯ୍ୟ ଆହେ ଦୟାମୟ ହେ ପ୍ରଭୁ ମୁଁ ଖାଲି କହିବି ଆପଣ ମାନଙ୍କ ଆଗରେ ଏ ପଦ୍ମପୁର ଗାଁ ଏପଟେ କରଣ ବସ୍ତି ସେପଟେ ବ୍ରାହ୍ମଣ ବସ୍ତି ଏଇ ଗାଁରେ ହୁଏତ ପରିବାର ନିୟୋଜନକୁ ଆମେ ମାନେ ଆଜିକାଲି ସାକାର ସ୍ୱରୂପ ଦେଲା ବେଳେ ଆଉ ବଡ ପରିବାର ଯୌଥ ପରିବାର ନାହିଁ ତଥାପି ମଧ୍ୟ ଯଦି କୋଉ ପରିବାରରେ 10 ଜଣ ମେମ୍ବର ସେଠି ବେଳେ ବେଳେ ଖେଟଖାଟ ହଉଛି ନା ହଉନି ଆଜ୍ଞା ମୁଁ ଆଉ ଶାଢୀକୁ ଯାଉନି 50-100 ଇଏ ଦିଘିରେ ଏବେ ବି ଅଛି 150 ଜଣିଆ ଗୋଟିଏ ପରିବାର ଏ ପୁଅ ଆମେ ଏତେ ଆଡେ ଯିବାନି ମାମୁଁ ମାଇଁ ଦି ପ୍ରାଣୀ କେହି ନାହାନ୍ତି ସେ ଘରେ କଣ କଳିତ ଖରାପ ସେଠି ଅଧିକା ଅଧିକା ଦିଲା ଆଜ୍ଞା ଯଦି 2 ଜଣିଆ ପରିବାର ଭିତରେ କଳି ଝଗଡା ହଉଛି ଏ ପୁଅ ଭାରତ ଆପଣ କଣ କେବଳ ଓଡିଶା ନାଥ ଭାରତ ନାଥ ଇଂରେଜୀ ଇଂଲଣ୍ଡ ନାଥ ନା ଆମେରିକା ନାଥ ଆପଣ ଜଗତ ନାଥ ବିଶ୍ୱନାଥ ହେ ପ୍ରଭୁ ଭାରତର ଜନସଂଖ୍ୟା ଏବେ 140 କୋଟିରୁ ହିରୋ ଡେଇଁଲାଣି ଆମେରିକାର ଯେତେ ଇଂଲଣ୍ଡର ଯେତେ ଫ୍ରାନ୍ସର ଯେତେ ସମଗ୍ର ବିଶ୍ୱର ଜନସାଧାରଣ ଯେତେ ତମେ କେମିତି ତାକୁ ଚଳଉଛ ଏଇଥିପାଇଁ କି ମୋ ମନ ଭିତରେ ଦ୍ୱନ୍ଦ୍ୱ ହେ ଦୟାମୟ ହେ ପ୍ରଭୁ ତମେ ସଂସାରକୁ କୋଉ ନ୍ୟାୟରେ ତମେ କହୁଛ ମୁଁ ଚଳଉଛି କରୁଛି ମୁଁ କରୁଥିଲି ମୁଁ କରିବି ମୁଁ କେମିତି ଅସମ୍ଭବ ହଉଛି ମତେ କାହିଁ ଟିକେ ସନ୍ଦେହ ହଉଛି ଏଇଠି ପ୍ରଭୁ ହସିଲେ କହିଲେ ଉଦ୍ଧବ ଗୋଟେ ସରଳିଆ ସୂତ୍ରରେ ମୁଁ ଏ ଜଗତଟାକୁ ପରିପାଳନ କରୁଛି ସେ ସୂତ୍ରଟି କଣ ଜଗତରେ ଯେତେ ଗଣ୍ଠି ପ୍ରଶ୍ନ ଭାଗବତ ପୋଥି ପାଖରେ ନେଇ ଥୋଇଦେ ସବୁ ଧଡ଼ଧାଡ଼ ଛିଡ଼ିଯିବ ଅତି ବଡି ଜଗନ୍ନାଥ ଦାସ ପରମ ଶାସ୍ତ୍ର ଭାଗବତ ଶୁଣୁଛି ଉଦ୍ଧବ କହୁଛନ୍ତି ପ୍ରଭୁ ପ୍ରଭୁ କଣ କହିଲେ କହିଲେ ଉଦ୍ଧବ କେମିତି ଚଳଉଛି ଶୁଣିବୁ ନା ଇଏ ତ୍ରିଗୁଣ ରାଜୁ କରେ ଧରି ହୋ ଶାନ୍ତି ଏ ପୁଅ ତ୍ରିଗୁଣ ରାଜୁ କରେ ଧରି
गोटा 3 गुणिया दौड़ी ये जगत जेते देहधारी समस्त मु लगे जेते बेले जार इच्छा भागवत कही जार जो भाव देखी नाबम दिए सड़क गोटाए सत दौड़ी से जो 3 गुणिया दौड़ी गोटाए गुण सप्त गोटाए गुण रज गोटाए गुण तम जे तथा प्रपद्यन्ते ताठे सेमितिया दौड़ी लगई सेही भली भाबरे तांको नियंत्रण करी ये संसार को मु चलाउछि र साडू को जीबी नै दर्शन भितर गले से कथा अडुआ हबो से परिसर ये नुह आपण माने हेत दरांडीबे मुंड कबे महाराणा कहूची भागवत रे कोडे लेखा होईची ये जगत रे जेते देहधारी समस्त को ठेई कोडे उठा उठा दौड़ी लागी किछु महाराणा मुंडर किछि लागिबनी ये हेलमेट मुंड महाराणा मुंडे लागिबनी सारे संपूर्ण शिल्पटा रेट मुंड तू जानि पारे बोले ताथुरु प्रभा ए दिला आज्ञा दिला रे आज्ञा इरे शिल्पट मुंड हौ तथापि हाइ नथा तोरी भलिया ए जो गर्व करूच गहबा छुट्टी कोम सारे असिया धरे सब मुंडे रे से गुण लागिछ केमिति 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 मु आ साडू को जाउनी दार्शनिक विचारधारा ओहो आधुनिक साहित्य रे परमार्थ तत्व बाबा आधुनिक साहित्य चमचिए दियो बेसी किंतु ता भितरे परमार्थ तत्व केमिति दौड़ी लागिला केमिति चमचिए ओडिया आधुनिक साहित्य र प्रचंड प्रतिभा बालेश्वर जिला सोर रे घर देखिलो कवि राधानाथ मु कहि आधुनिक साहित्य रे परमार्थ तत्व मन देई कि सुन दियो चमचिए महाराणा मुंडे लागिबन लागिबनी माने जहा मुंड चंदा आज्ञा। ता मुंडे लागिबन लागिबो र सुन केमिति दौड़ी लागुची देख केमिति राधानाथ लिखिले कौन भाई? गोटा धाड़ी इछंती दाम्भिके रखिबा हाथे इछंती दाम्भिके रखिबा हाथे सभितो भाग्य डोरी सभितो भाग्य डोरी निज भाग्य डोरी कारो हाथ बोली निज भाग्य डोरी कारो हाथ बोली सत है पकंती पासोरी रहलो बा निज भाग्य डोरी काल हस्ते बोली बेले बेले ये मर जगतर उद्धत माने गर्वी माने समाज विरोधी माने भाव कहा भाबिबा का कहिबा संगे किछि नाही କିଛି ନାହିଁ काल समस्त बाड़ को धरी साडू को जीवी नहीं जदि समस्त से हेले नियामक जा होउची तांकरी द्वारा जा होउतला तांक द्वारा जा हब आगामी दिन तांक द्वारा ताले सह किंभूत से पुणी केमितिया से पुनी केमितिका सेई ब्रह्म संगीता कहिले कोन कहली अनादि रादि गोविंद सेई होउचंती आदि 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 एवं सेई होउचंती अनादि अनादि फेंटा फेंटी आज्ञा ये सभारे बहुत विज्ञान पढ़ुआ पुओ माने थेबे ए पुओ आज जो देखुछु भिन्न भिन्न स्वरूप रे आमे सब जेते जीव अछि ए सब कोन किछि थला ना टोटली किछि न थला ये विश्व संपूर्ण थला जलमय पानी डार्विन थ्योरी अनुसार यस प्रथम हेला जेली 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 बा शैबाळ सैबाळ दशावतार चक्र को गले तापरे मिन्न मिन साडू को जाउनी विवर्तनवाद आडू जीवानी धीरे धीरे कादुओ हे पुओ तापरे हाँ। ये जीव जगत जीव जगत अच्छा मु आपण मान का आगे कहि रखिया पे चाहिबी को कथा ये सृष्टि की आगु को नबा को हेले हां से थेले अनादि ଅନାଦି हां आदि जदि न हेबे प्रकृति जदि न हबो नहीं करबने परम प्रकृतिंकर मिलन न हेले हे हमने सृष्टि आगु जीवन ना ताले से तो थेले अनादि हां आदि किए आदि कोड खोजी फेले कोन हे ରହ टुन्न आज्ञा सेई स्वयं हेले आदि ଆଦି माने जी अनादि थिले सेई हेले आदि ବଡ ଆଶ୍ଚର୍ଯ୍ୟ କଥା निज सहित निजे सृष्टि रचना रे प्रमत्त है यस ये जीव जगत को आगु को ने ଆସେ माने जी थिले ଅନାଦି आपण कहबे ठेला ठेली कथा ठेसा ठेसी हो जाए महाराणा को जोर जबरदस्ती रे कहूची पूरा ठेसी नहीं 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 पुओ सेई अनादि ठेले सेई हेले आदि केमिति केमिति ଏମିତି ହେଲେ ତୁ ଜାଣିବା गोटाए पद जाजपुर जिला गौरव बालिया शांत बाबा पुओ विदग्ध चिंता मणिकार ओहो अभिमन्यु शांत
ଗୋଟାଏ ପଦ ଲେଖିଲି ସେଇ ଅନାଦି ସେଇ ହେଲେ ଆଦି କେମିତି ଜାଣିବା ପୁଅ ମନ ଦେଇକି ଆଦି ଅନାଦି କାରଣ ସଗୁଣ ନିର୍ଗୁଣ ସଗୁଣ ନିର୍ଗୁଣ ସେ ରାମ ସନାତନ ବ୍ରହ୍ମ ଆଲୋଚନାର ଗତି ଆଗକୁ ଗଲେ ବହୁତ ଆଗକୁ ଯିବ ସାଡ଼କୁ ଯିବା ପାଇଁ ଚାହିଁବିନି ସେଇ ଆଦି ସେଇ ଅନାଦି ସେଇ ସଗୁଣ ସେଇ ନିର୍ଗୁଣ ସେଇ ଯୋଉ ବିଶ୍ୱ ଚିନ୍ତାମଣି ପରମ କାରୁଣିକ ପରମ ବ୍ରହ୍ମ ସତ୍ୟନାରାୟଣ ଆଦି ସଭାରେ ଉପସ୍ଥିତ ବାଳ ବୃଦ୍ଧ ବନିତା ପାଲାପ୍ରେମୀ ସାହିତ୍ୟ ପ୍ରେମୀ ସଜ୍ଜନ ମାନଙ୍କର ମୋର ଯଜମାନ ଜୟଗୋବିନ୍ଦ ମିଶ୍ର ମହୋଦୟ ଏବଂ ତାଙ୍କର ପରିବାର ବର୍ଗଙ୍କର ଏବଂ ଏ ସଭାରେ ଉପସ୍ଥିତ ଆବାଳ ବୃଦ୍ଧ ବନିତା ମାନ ସର୍ବସ୍ମିନ୍ କାଳେ ମଙ୍ଗଳ ବିସ୍ତାର କରି সকল নিষ্ঠ কষ্ট খনন করন্তু মা জয় ভারতীঙ্কর সেই স্বর্গত আত্মাকে সদ্গতি প্রদান করন্তু এবং বিশ্বর মঙ্গল করন্তু সর্বে আনন্দ একবার হরি হরি বল ଆଜ୍ଞା ସାର୍ কোন ধাড়ি টিয়ে গাই দিয়ে তারপরে আগুক যা পানি কাই গেলে দিল টোপে গরিব বন্ধুକୁ ভুলি গল তমে বড় লোক হেবা পরে বাবা বাবা বুঝিছি বুঝিছি গরিব বন্ধুକୁ ভুলি গল তমে বড় লোক হেবা পরে রাগিছি মু তুম উপরে হে ঠাকুরে রাগিছি মু তুম উপরে বাবা বাবা বড় ঠাকুরে বড় ঠাকুরে বড় ঠাকুরে বড় ঠাকুরে রাগিছি মু তুম উপরে ঠাকুরে রাগিছি মু তুম উপরে রাগিছি মু তুম উপরে ঠাকুরে রাগিছি মু তুম উপরে গরিব বন্ধুକୁ ভুলি গল তমে বড় লোক হেবা পরে গরিব বন্ধুକୁ ভুলি গল তমে বড় লোক হেবা পরে রাগিছি মু তুম উপরে ঠাকুরে রাগিছি মু তুম গামুছারে দিনে নেইଥିଲି বান্ধি খাইল মুঠারু খুদ খাইল ও গামুছারে দিনে নেইଥିଲି বান্ধি খাইল মুঠারু খুদ সেদিনর কথা পাচরি চহরি খাইকি মহাপ্রসাদ খাইকি ওড়িয়া বন্ধুକୁ বঢ়িয়া ঠকিল রহি বড় দেউড়রে তমে ওড়িয়া বন্ধুକୁ বঢ়িয়া ঠকিল রহি
ବନ୍ଧୁକୁ ଭୁଲି ଗଲ ତମେ ବଡ଼ ଲୋକ ହେବା ପରେ ଗରିବ ବନ୍ଧୁକୁ ଭୁଲି ଗଲ ତମେ ବଡ଼ ଲୋକ ହେବା ପରେ ରାଗିଛି ମୁଁ ତୁମ ଉପରେ ଠାକୁରେ ବଡ଼ ଠାକୁରେ রাগিছি মু তুম উপরে জয় জয় জগন্নাথ নীলাচল মুদ্রা অনন্ত উপরু হরি ভাঙ্গ যোগ নিদ্রা জয় জয় জগন্নাথ হরি লীলা ত্রিমণ্ডল ବାପା ମୁଁ ଆଜି ବହୁତ ଖୁସି କଣ ପାଇଁ ସାରେ ତୋରି ଭଳିଆ ଗୋଟେ ପୁଅ ହଁ ହଁ ମତେ କାହିଁକି ମିଳିଲାନି ଆରେ କେଜାଣି ମିଳିବ ବ୍ୟସ୍ତ ହଉ ହୁଅନ୍ତୁନି ମହାପ୍ରଭୁ ସତ୍ୟନାରାୟଣ କଲ୍ୟାଣ କରନ୍ତୁ ତୋ ପୁଅ ପାଲା ବେଳକୁ ମୁଁ ତ ଆସିପାରିନି ତୋ ବାପା ମୋ ଉପରେ ବହୁତ ରାଗିଛି ଭଣଜା ପାଲା ବେଳକୁ ଆସିଲିନି ତୋ ବାପା ରାଗିଛି କିନ୍ତୁ ଏବେ ଆସିଲି ମତେ ଯେ ବହୁତ ଭଲ ପାଉଥିଲେ ଏଣିକି ସାର୍ ହଉ ହଉ ମା ତ ତମର ନାହିଁ ପ୍ରଭୁ କଲ୍ୟାଣ କରନ୍ତୁ ତମ ଚଲା ପଥରେ ସେ ବିଶ୍ୱ ଚିନ୍ତାମଣି ନାରାୟଣ ଫୁଲ ଚନ୍ଦନ ବୃଷ୍ଟି କରନ୍ତୁ ଧନ ଜନ ଉପଲକ୍ଷରେ ତମକୁ ପରିପୂର୍ଣ୍ଣ କରନ୍ତୁ ସର୍ବେ ବୋଲ ଆନନ୍ଦ କବାର ହରି ବୋଲ ହରି ହଉ 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 ଏ ପୁଅ ଆଉ 14 ଅକ୍ଷରୀ ଗାଇ ସମୟ ନଷ୍ଟ କରିବାକୁ ବେଳ ନାହିଁ ତାହେଲେ ସେ ପଞ୍ଝା ଲେଇକି ଏ ର ହେଇ, ଆମ ଏ ଆଦିଆ ମତେ ଆଜି କହୁଥିଲା ଆଦନ ଭାଇ କହିଲା ମୁଁ ଯଦି ତମ ସାଙ୍ଗରେ ଯିବି আসে পড়ে ବୋଲତି ବନ୍ଦ বলতি বন সারে বলতি বন্ধ করবে না পারবে না ଏ ର ର ର ର ର ର ର ହଉ ହଉ ର ମନ ଦେଇ ଶୁଣ ଧାଡ଼ିଏ ଗୋଟିଏ ଧାଡ଼ି କହିବି কৌনান্তি ଏ ପୁଅ ଶ୍ରଦ୍ଧେୟା ମା ଭାରତୀ ଜୟ ଭାରତୀ ভারতী জয় ভারতী ସିଏ ଚାଲିଗଲେ আগ জয় তারপর র। রবে କିନ୍ତୁ ସିଏ ସିନା ଗଲେ হ্যাঁ হ্যাঁ କିନ୍ତୁ ତାଙ୍କର ଯୋଉ ଅମ୍ଳାନ ବ୍ୟକ୍ତିତ୍ୱ বেশ ପରକୁ ଆପଣାର କରିବାର ଯୋଉ କଳା ସେ ହଜିଛି না ତା ନହେଲେ ଆଜି ଯେତେ ଆଜି ଏ ସଭାରେ ଅତିଥି ସମସ୍ତଙ୍କ ଆଖିରେ হ্যাঁ ଯୋଉ ଲୁହ ତୁ ଦେଖୁଥଲୁ বেশ ସିଏ ହୁଏତ ମିଛରେ ବୋହିନି আউ ପୁଅ না ମୁଁ ଏଇ ବାବଦରେ ଗୋଟିଏ ଧାଡ଼ି କହିବି ଏ ପୁଅ ଭାର୍ଗବୀ ଭାର୍ଗବୀ କୂଳ ସୁଆଣ୍ଡ ଗାଁ বন্যা হইছে যে ଏଭଳିଆ ପୁଅ হ্যাঁ হ্যাঁ ଏ ଜଗତରେ ଆଉ ସୃଷ୍ଟି ହବ ନାହିଁ না ନା ଉତ୍କଳ ଜନନୀ ଆଉ ଏଭଳିଆ ପୁଅ ତା ଗର୍ଭରେ ଧରିବା ସେ ତ ସୁଯୋଗ ବି ନ ପାଇପାରେ ଏ ପୁଅ ସେ ଅନନ୍ୟ ଅନନ୍ୟ ସେ ଅନତିକ୍ରମଣୀୟ হ্যাঁ ସେ ଏକା একা ଏ ପୁଅ হ্যাঁ ତାଙ୍କରି ଲେଖା ଗୋଟାଏ ଧାଡ଼ି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ কোন কইবে ଗୋଟାଏ ଧାଡ଼ି ଆଜିର ଏ ପରିପ୍ରେକ୍ଷୀରେ ଗୋଟିଏ ଧାଡ଼ି ଉଚିତ ହବ ବୋଲି ମନେ କରେ ଗୋପବନ୍ଧୁ କଣ ଲେଖିଲେ ପାଗଲ ଇଏ ମାନବ ଜୀବନ ନୁହଁ କେବଳ ଆରେ ସେ ତ ବର୍ଷ ମାସ ଦିନ কর্মে জিয়ে কর্ম একা তার
କିଏ କେତେ ଦିନ ଏ ସମାଜରେ ବଞ୍ଚିଲା ବା କିଏ କେତେ ଦିନ ବଞ୍ଚିବ କୋଉ ଦିନ ମଲା ହଁ ସେଇଟା ଜଗତରେ ବଡ କଥା ନୁହଁ ନା ମୁଁ କହୁନି ନା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କହନ୍ତି କଣ କହିଲେ ପୁଅରେ ଆଜ୍ଞା ଏଇ ଓଡିଆ ଜାତି ଏ ଦୃଶ୍ୟକୁ ଦେଖିଛି ଢେଙ୍କାନାଳର ବାଜି ରାଉତ ଶରତ ତୋରି ମାଟିର ଛୁଆ ଏଇ ଜାତି ଦେଖିଛି ଧରମା 12 ବର୍ଷର ପିଲା ଜଣେ ପ୍ରେତ ବନ୍ଧୁକ ଗୁଳିରେ ମଲା ବେଳେ ଆଉ ଜଣେ ଆତ୍ମୋତ୍ସର୍ଗ ଦେଇଛି ଜାତି ପାଇଁ ଜାତି ପାଇଁ ଆଉ ଏ ପୁଅ ହଁ ମରିବି ସେମାନେ ଅମର ତାହେଲେ ଆମେ ଏଥିରୁ କଣ ଶିଖିଲେ କଣ ଶିଖିଲେ ଭାଗବତ କହେ ଇଏ କର୍ମ କରିବ ନାନା ମହତେ ଆଉ ଇଏ ଫଳିବ କର୍ମର কর্ম করিব সে সেই ফল পাইব এবং কর্ম মনুষ্যকু বঞ্চায় কর্ম মনুষ্যকু মারি দিয়ে এ পুয়ে গোটিয়ে পদ কহিছন্তি গোপবন্ধু গোটিয়ে পদ কহিছন্তি অতি বড়ি জগন্নাথ দাস আম শাস্ত্র আম পুরাণ কর্মবাদর ভুরি ভুরি উদাহরণের পরিপৃষ্ট तारी ऊपर गोटा धाड़ी आपण मान का आगे कहिबी ए पुए मन देई शुण भरपूर सभा माने फुल हेची पूरा पुरे आज्ञा सभारे सभापतित्व करूचंती से राइजर शासक शासन मुख्य राजा रोजा करिवे ने की करी हे मोर समस्त गुणग्राही विवेकी पंडित मान एतिक बेले हठात कोन हेले से सभारे 2 जन प्रवेश कले 2 जन आसिले 2 जन ए पुए हां खाली आसिना कोन कले हेत उद्दात कंठरे कहले जणे पुरुष आउ जणे नारी ओहा 2 जन आइछन्ती 2 जन आई ए पुए ता भितर से जो पुरुषरा प्रतिभू से कहूची राजा राजा आमे आसीचु तो दरबार को विचार पई ओरे गोटा धाड़ी न पढ़िले हबनी कथा वस्तु जो जाय जाउची जाउ मन देई करी सुन राजा रे ए पुओ तू तो हमर पुत्र कल्प हमको विचार दे सुनी तो विचार पण आमे आसी अछु 2 जन समाधान पाई आशा करी पोषण समाधान पाई आशा करी पोषण रे समाधान बाबा हे पुओ तो दरबार रे तो इजलास रे ये अभियोग फर्द आमे जे आजि दाखल कलु नु ना ना आगुरु करबु आमे आको प्रथमे सुप्रीम कोर्ट रे ए अभियोग करिथलु से ठीक लैंडिंग करले र र र र बापा माने मोर सब जानी थबे तळ कोर्ट रु ऊपर कोर्ट जाए जाए विचार हमर ऊपर आडू किंतु ए जो अभियोगकारी हां से कहूची प्रथम में सुप्रीम कोर्ट रे जाइथेलो ए अभियोग फर्द दाखल करिथलु अरे उलटा है ए को सुप्रीम कोर्ट पूरा सुप्रीम सुधर्मा ए अमरे डरी आम्भंकु हुड़ीले सत्यबा देवता माने डरी गले ये निष्पत्ति दबा पे न्याय दबा पे से माने पछ घुंचा देबे कहले जणे मात्र ए 3 पुर भितर अछि सेही जदी चाहिबो तमर ए जो अभियोग विचार तन पाई तम भितर बड़ की आउ सान की ये विचार केवल से जणे देई परिबो एति पे ना सिचु हमको विचार दे आज्ञा से जण को किए प्रभा ए टुन आज्ञा कथाटा एठी मुक्त कर देबा द
ସେ ରଜା କିଏ? ଓଡ଼ିଆ କାବ୍ୟ ସାମ୍ରାଜ୍ୟର ଏ ପୁଅ ଆଜ୍ଞା ଅନତିକ୍ରମଣୀୟ ଆଲେଖ୍ୟ କବୟତ୍ରୀ କିଏ ବାବା ଅପର୍ଣ୍ଣା ଭଲ କାବ୍ୟ କାବ୍ୟ ଚିନ୍ତା ସାରେ ଆମ ବେଳା ଭଲ ପଡିଗଲା ର ଅପର୍ଣ୍ଣା ଦେବୀ ଲେଖିଲେ ଏ ପୁଅରେ ସେ ରଜା କିଏ? ଇଏ ପ୍ରଜାନୁରଞ୍ଜନ ଶ୍ରୀବତ୍ସ ଜ୍ୟୋତିଷ तत्वविज्ञानी माने से आउ कहीं नुह से प्रज्योतिषर राजा प्रजानुरंजन जहांकर जीवन आदर्श तांकरी पाखु तो तमे जदि जीव ताले सही चाहिए तुमके विचार देबे पुओ किए कहउचंत किए ग्रह नायक शनि संज्ञारे अछंती जगत जननी अभयवर प्रदायिनी माँ जगधात्री लक्ष्मी महालक्ष्मी शनि डाकिले कले श्रीवत्स आज्ञा तू जदि मते बड़ कहबू मोर विश्वास अछि लक्ष्मी केबे हेले मन उणा करिवे किंतु गोटे शर्त मते काहे की बड़ कहलु को गुण पई लक्ष्मी सान कहलु से निष्कर्ष रे पहुंचिया पे की पड़िबो ए पुए कारण जणैबू आउ लक्ष्मी की जदि बड़ कहबू मु रागिबी नै किंतु ताऊ काई बड़ कहलु मते काई सान कहलु तार कारण भी जणाइबो कारण जणाइबो ता कारण मध्य तते उन्मोचन करिया को पड़िबो ए पुए छिडा हिचंती मझिरे श्रीवत्स गोटी पटे लक्ष्मी आ गोटी पटे शनि देरी करना बड़ काहू कहि सान काहू कहि र पाला वाला आसी गले सारे भाई हमरा आसी गेला से चा कपटा देलु ठंडा हेलानी पूरा ठंडा हो गलानी आ ध्रुव सारे कोन भाई हम मंगल रे अछि हम कहू मते आज कोन कहउतला जदी मु तम संगे रे जाई छिडा हेबी बोलती बंद सारे पाला भलो हबो एमन बोललो की ए र हो थरे बढ़ई घणा रे जोचा हो हारी कसर भाई र हो ए पुओ सुन मनन देई जमा पेचो नै र काहा को कहिबी बड़ ए काहा को कहिबी सान खानो पुओरे साडू को जिबानी ना अपर्णा देवींकर काव्य कृति आडू को जिबाकू बेळ नै ना एठी राजा श्रीवत्स विचार करूचंती रे दैव जदि शनि की बड़ कहूच जगत जननी मां महालक्ष्मी ता बाबत तेरे किए बा न जानी एक घर भांगी करे सहस्र एक घर सहस्र घर को भांगी करे एक घर बलराम दास मतरे लक्ष्मी पुराण मतरे ए पुए हौ अनेक अनेक धन्यवाद हौ तांको देई दियो से नहीं जीवे सब झिमाणी वाला भूल गए नारायण सुतोष बेहरा लक्ष्मीधर दास गोविंद मीनकेतन दास शरत थबरे ये कौन ये तोर की खेल ए पुए राजा श्रीवत्स किं कर्तव्य विमूढ़ मु आडे न आइथले भलो ही थांता बढ़िया आइतांदा सेई श्लोकटी गाई देइथले चली थांता ए कथा कहतली चमची दियो आलोचना करथले ही थांता बढ़िया आइतांदा रे ये तो कहिथले कोन घंटा 1.5 घंटा बाद आसी ना से कहितले आउरी बेले बेले एसे को र सुन मन दे हां दे दियो भाई दे गोटे धाड़ी ओडिशा पाला जगतर मुकुट विहीन सम्राट किए गायक सम्राट वैष्णव चरण प्रधान राजा श्रीवत्स
ଚିନ୍ତାର ଦଶକିରେ ଓହୋ ମନ ଭିତରେ ବିଚାର କରୁଛନ୍ତି। ଧନ୍ୟ ବାବା ଧନ୍ୟ ବିଧାତା ତୋର ଗତିରେ কে বুঝিব তোর লীলা খেলা ধন্য ধন্য বিধাতা তোর গতিরে কে বুঝিব তোর লীলা খেলা বিধাতা কে বুঝিব তোর লীলা খেলা তাহাকু হসা তাহাকু কন্দাও তাহাকু হসা তাহাকু কন্দাও কাহারো উড়াও তু ভেড়া কহ কে বুঝিব তোর লীলা খেলা বিধাতা কে বুঝিব তোর লীলা খেলা ধন্য ধন্য বিধাতা তোর গতিরে রাজা শ্রীবৎস কান্দুচন্তি ଏବେ କରିବି କଣ? ଏ ପୁଅ ଏତିକି ବେଳେ ମନ୍ତ୍ରୀ ବୁଦ୍ଧି ସାଗର ରାଜାଙ୍କ ପାଖକୁ ଲାଗି ଆସିଲେ। କାନରେ ଚୁପୁ ଚୁପୁ କରି ଦିଧାରି କଣ କହିଲେ? କଣ କହିଲେ? କଣ କହିଲେ? ଲେଖୁଛନ୍ତି ମହାକବି ଭାରବୀ। ବହି ହଉଛି କିରାତାର୍ଜୁନିୟମ। ଭାରବୀ କବି କଣ କହିଲେ? ମନ ଦେଇକି ଧାଡ଼ିଏ ଶୁଣ। ସହସା ବିଦଧିତ ନକ୍ରିୟା ମୋ ବିବେକ ପରମା ପଦାଂ ପଦ ଗୁଣତେ ହି ବିମୃଶ୍ୟକାରିଣାମ୍ ଗୁଣଲୁବ୍ଧା ସଂମେବ ସମ୍ପଦ। ହେ ପୁଅ ଇଏ ଭାରବୀ କବିଙ୍କର କିରାତାର୍ଜୁନିୟର ଇଏ ଶ୍ଲୋକଟି ସିନା ଗାଇଲି ଅର୍ଥ କଣ ମତେ ଆସିବ କି ରେ? আরে আরো পালা করদেবে অর্থ আসিব ব্যস্ত হুঁতিনি সারে ମୁଁ ବିଦ୍ୟା ଶୁଣୁ ଭଟ୍ଟାଚାର୍ଯ୍ୟ ବହୁ জ্ঞାନୀ মানে ହଁ ହଁ এই দেখিলো ভাই কি বহু জ্ঞାନୀ ମାନେ ସଭାରେ ଏ ପୁଅ ଏ ତାହେଲେ ଶ୍ଲୋକ ଅର୍ଥଟା କଣ ରହିବ? ତାହେଲେ ଅର୍ଥ କରିବେ କିଏ? ଏ ପୁଅ ଏ ମନ ଦେଇ ଶୁଣ। আজ্ঞা ଅତି ବଡ଼ି ଜଗନ୍ନାଥ ଦାସ কোন কইলে ପରମ ଶାସ୍ତ୍ର ଭାଗବତ କଣ କହିଲି? କିରାତାର୍ଜୁନୀୟ ଶ୍ଲୋକର ଅର୍ଥ ଜଗନ୍ନାଥ ଦାସ କଣ କହିଲେ? କଣ କହିଲି? ଇଏ ବୁଝି ବିଚାରି କାର୍ଯ୍ୟ କଲେ ପ୍ରମାଦନ ପାରଇ ଭାଲେ ମନ୍ତ୍ରୀ ବୁଦ୍ଧି ସାଗର ଆଜି କହିଲେ ମଣିମା ଆପଣ ଏତେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ। ଯଦି ଗ୍ରହରାଜ ଶନି ଆଉ ଲକ୍ଷ୍ମୀ ଏମାନେ ଚାହୁଁଛନ୍ତି ଏମାନଙ୍କ ଭିତରେ କିଏ ବଡ କିଏ ସାନ ଗୋଟିଏ ରାତି ସମୟ ନିଅନ୍ତୁ। ଗୋଟିଏ ରାତି ସମୟ ମାଗ ଆସନ୍ତା କାଲି ସୂର୍ଯ୍ୟୋଦୟ ପରେ ବେଶ ସେମାନେ ଆସିବେ ତାଙ୍କ ନ୍ୟାୟ ପାଇବେ। ତାଙ୍କ ନ୍ୟାୟ ଆମେ ଦେଇଦବା। ବେଶ ଇଏ ଶନି ଲକ୍ଷ୍ମୀ ଏବେ ସଭାରୁ ବିଦାୟ ନେଇ ଗଲେ। ରାତିକ ଭିତରେ ଯାହା ଯାହା ନ୍ୟାୟ ହେଲା ଭଲେ ଧୀରବର କୌତୁକୀ ମୋର ଡେରିବେ ଶ୍ରବଣ ରାଜନୈତିକ ଦୃଷ୍ଟିକୋଣରୁ ପ୍ରାଗଜ୍ୟୋତିଷ ରାଜନ ପ୍ରାଗଜ୍ୟୋତିଷର ଅଧିପତି ରାଜା ଶ୍ରୀବତ୍ସ ଯେତେ କୁଶଳୀ ସ୍ୱର୍ଣ୍ଣକାର ଥିଲେ ସମସ୍ତଙ୍କୁ ଡକେଇ ଗୋଟିଏ ସୁନାର ଆସନ ଗୋଟିଏ ରୂପାର ଆସନ ତିଆରି পারাসন ତାଙ୍କ ସିଂହାସନର ଉଭୟ ପାର୍ଶ୍ୱରେ এই ଯୋଡ଼ିଏ ଚୌକି ପକେଇ ବେଶ ମଖମଲ କପଡ଼ାରେ ଆଚ୍ଛାଦିତ କରିଦେଲେ। বাবা ରାତି ପାହିଲା ଗ୍ରହରାଜ ଶନି ଜଗଜ୍ଜନନୀ ମା ଲକ୍ଷ୍ମୀ ସଭାରେ ଆସି ପହଞ୍ଚିଗଲେ। ରାଜା ବିଳମ୍ବନ କରି ବିଚାର ଦେ। বাবা ଦୁନିଆ କାମ ଗ୍ରହରାଜ ଶନି ଡାକିଲେ କହିଲେ ରାଜା ବିଚାର ଦେ। বিচার দে ରାଜା ହାତ ଯୋଡ଼ିଦେଲେ କହିଲେ ଗ୍ରହରାଜ ହଁ ବିଚାର ତ ଦେବି ନିଶ୍ଚିତ। ହଁ ପ୍ରଥମେ ଆପଣଙ୍କ ପାଇଁ ଯୋଉ ଗତକାଲି ସିନା ଅପ୍ରତ୍ୟାଶିତ ଭାବରେ ଆପଣ ଆସିଲେ ଛିଡ଼ା ଛିଡ଼ା ଗଲେ
ଆଜି ଯୋଡ଼ି ଆସନ ମୁଁ ପ୍ରସ୍ତୁତ କରିଛି, ଆପଣ ଆଗ ବସନ୍ତୁ। ଆପଣ ବସନ୍ତୁ। ହଁ ତାପରେ ହଁ। କିଏ ବଡ଼ କିଏ ସାନ ମୁଁ ବିଚାର ଦେବି। ବଡ଼ ହେବେ ବୋଲି ସନିତ ହୁଏ ତ ଆଗ ଭର ହଉଛନ୍ତି। ଦ୍ରୁତ ପଦକ୍ଷେପରେ ଯାଇ ଗୋଟାଏ ଚୌକିରେ ବସିଲେ। ପୁଅରେ ଯାହାଙ୍କ ନାଁ ଚଞ୍ଚଳା, ସବୁବେଳେ ଯିଏ ଚଞ୍ଚଳ, ଆଜି କିନ୍ତୁ ନାରୀର ସ୍ୱଭାବ ସୁଲଭ ଭଙ୍ଗୀକି ରକ୍ଷା କରି ଧୀର ପଦପ୍ରଜରେ ଯାଇ ଯୋଉ ଚୌକିଟା ଖାଲି ଥିଲା ସେଇ ଚୌକିରେ ବସିଲେ। ଶନି ଡାକିଲେ, କହିଲେ ରାଜା ବସିବା ପାଇଁ କହିଥିଲୁ, ଆମେ ତ ବସିଲୁ, ଏବେ ବିଚାର ଦେ। ଏ ପୁଅ ଏଇଠି ଶିବଛ କହିଲେ, ଗ୍ରହରାଜ ବିଚାର ହେଇସାରିଲାଣି। କଣ ହେଇସାରିଲାଣି ବିଚାର ହେଇସାରିଲାଣି? ହେଇସାରିଲାଣି। କେମିତି ଆଜ୍ଞା? କେମିତି କେମିତି? ନାରୀ କବୟତ୍ରୀ ଅପର୍ଣ୍ଣା ଗୋଟା ଧାଡ଼ି ଲେଖିଲେ, ଇଏ ଆସନ ସ୍ୱରୂପ ଶ୍ରେଷ୍ଠତା କରନ୍ତୁ ଅନୁମାନ। ଟୁନ ଆଜ୍ଞା ରାଜା ଶ୍ରୀବତ୍ସ ଆଜି ଡାକିଲେ, କହିଲେ ଗ୍ରହରାଜ ଆପଣ ଯୋଉ ଚୌକିରେ ବଇଛନ୍ତି ବେଶ ସେ ଚୌକି ନିର୍ଦ୍ଧାରଣ କରିବ କିଏ ବଡ କିଏ ସାନ। ବାବା ଶନି ଯେତେବେଳେ ଟେକିଦେଲେ ତାଙ୍କ ଚୌକିର ମଖମଲ ଚାଦର, ସେ ବଇଛନ୍ତି ଗୋଟେ ରୂପା ଚୌକି। ତୋର ରୂପା ଚୌକି ଦେଖେ। ଶନି ତାଙ୍କ ମଖମଲ ଚାଦର ଟେକିଦେଲେ, ସୁନା। ଓ ଲକ୍ଷ୍ମୀ ତମର ସୁନା ପଡି ଯାଇଛି। ଇଏ ସୁନା ଠାରୁ ରୂପା ଟିକେ ହାଲକା, ତାର ଦ୍ରବ୍ୟ ଗୁଣ ତାର ମୂଲ୍ୟ ଢେର ଅଧିକ। ସୁନା ଠାରୁ କମ। ବୋଧେ ଶ୍ରୀବତ୍ସ ଚାହୁଁଛି ମୁଁ ସାନ ଲକ୍ଷ୍ମୀ ବଡ। ଶନି କହିଲେ, କହିଲେ ଶ୍ରୀବତ୍ସ ଆଜ୍ଞା ମୁଁ କଣ ନ ଜାଣିକିରି ଏ ଚୌକିରେ ବଇଛି? କଣ ବାମେ ସାଧାରଣ ବସଇ ବାମ ତଳେ ପ୍ରଧାନ। ହେ ବରେଣ୍ୟାତ୍ମ ତତ୍ତ୍ୱବିତି ଜ୍ଞାନୀ ମାନି, ବାଁ କଡରେ ବସେ ଟିକେ ନ୍ୟୁନ, ବେଶ ଡାହାଣ କଡରେ ବସେ ଶ୍ରେଷ୍ଠ। ହଁ ସେଇ ଭାବନାକୁ ଉଜ୍ଜୀବିତ ରଖିବା ପାଇଁ ତୋ ସିଂହାସନର ବାଁ କଡରେ ଯୋଉ ଚୌକି ପଡିଥିଲା ମୁଁ ସେଥିରେ ବଇଛି। ଡାହାଣ କଡରେ ଡାହାଣ କଡରେ ବସିଛି, ବାଁ କଡେ ତୁ ସୁନା ପକେଇଛୁ ରୂପା ପକେଇଛୁ, ମୋର ସେଥିରେ ଯାଏ ଜାଣେ ନା ତୋ ମୁହଁରେ କହ ଆମ ଭିତରେ କିଏ ବଡ ଆଉ କିଏ କିଏ ସାନ? ଏ ପୁଅ ଏଇଠି ଗୋଟିଏ ଧାଡି କହିକିରି ଆମେ ଶେଷ ଧାଡ଼ି ଶେଷ ଧାଡ଼ି ଶେଷ ମଞ୍ଚରୁ ଧାଡ଼ି। ବିଦାୟ ନେବା। ହଁ ମୁଁ ବିକ୍ରମ ବାବୁଙ୍କୁ ପଚାରିଥିଲି, ହଁ ଏ ପୁଅ ହଁ ଇଏ ପିଲାମାନେ ଏତେ ଗୁଡା ପଇସା କାହିଁ ଖର୍ଚ୍ଚ କଲେ? ବିକ୍ରମ ବାବୁ କହିଲେ, ମୁଁ କଣ କରିବି, ମୋ ପୁଅ ଜୋଇଁ ସେମାନେ ଚାହିଁଲେ ଆମ ମା ଭଳିଆ ମା ଜଗତରେ ନାହିଁ, ନା 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 ତେଣୁ ତା ପାଇଁ ଆମେ କରିବୁ। ଶିବଚ୍ଛ ରାଜା କହିଲେ, ଓହୋ ଗ୍ରହରାଜ ଏ ଜଗତରେ ମା ହଉଛି ବଡ। ବାବା ତାର ଜ୍ୱଳନ୍ତ ଉଦାହରଣ କଣ ଆଜିର ଭବ୍ୟ ଏ ସ୍ମୃତି ଚାରଣ ସଭା। ମା ଏ ଯୋଉ ଜୟ ଭାରତୀ ତାଙ୍କର ଯୋଉ ପ୍ରତିକୃତିର ଆଜି ଅନାବରଣ ହେଲା, ତା ପଛରେ କାରଣ କାରଣ କଣ? ଏ ଗୋଟିଏ ଧାଡି କହିକିରି ମୁଁ ଯିବି। ବାଃ ନାରୀ କବୟତ୍ରୀ କୁନ୍ତଳା କୁମାରୀ ସାବତ ବାବା ଗୋଟିଏ ଧାଡି ଲେଖନ୍ତି, କଣ କହିଲି? ଇଏ ମାପରାଟ ଇ ଜଗତ ଜନନୀ ଗାୟତ୍ରୀ ସାବିତ୍ରୀ ବିଶ୍ୱ ପ୍ରସବିନୀ ବେଦ ବେଦାନ୍ତର ଜନନୀ କ୍ଷୀରବନୀ ଜ୍ଞାନ ପ୍ରଦାୟିନୀ। ମା ଠାରୁ ଜଗତରେ ବଡ କିଏ ଅଛି? ନା 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 କିଏ ଅଛି? କେହି ନାହିଁ ସାରେ। ମାର ସେ ଶୂନ୍ୟ ସ୍ଥାନ ପୂରଣ ହେଇପାରିବ? ପାରିବନି ଅପୁରା ପୁନରେ ଆଜ୍ଞା ଆଉ ଗୋଟେ ଧାଡି ନ କହିଲେ ମନ ଭଲ ଲାଗିବନି। ବୁଝିବନି ମନ। ପୁଅରେ ଆଜ୍ଞା ସେଦିନ ହଁ ହଁ ଲଙ୍କାରେ ମରିଛି ରାବଣ, ଓହୋ ଲଙ୍କାରେ ମରିଛି ରାବଣ ବିଭୀଷଣ ହେଇଛି ରାଜା। ରାଜା। 14 ବର୍ଷର ପୂର୍ତ୍ତି ମହାପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ଅଯୋଧ୍ୟାକୁ କରିବେ ପ୍ରତ୍ୟାବର୍ତ୍ତନ। ଏତିକି ବେଳେ ବିଭୀଷଣ ସେ ହାତ ଯୋଡ଼ିଦେଲା, କହିଲା ପ୍ରଭୁ ଦୁର୍ବିସହ ବନବାସୀ ଜୀବନ କଟେଇଲେ, ହୁଏତ ଅଧର୍ମୀ ସମାଜ ବିରୋଧୀ ରାବଣ ତାକୁ ମାରିଲେ। ତାକୁ ପ୍ରତିହତ କଲେ, ହଁ ଧର୍ମଧ୍ୱଜା ଉଡ଼ିଲା ଲଙ୍କାରେ। ବେଶ ପ୍ରଭୁ ଜୀବନ 14 ବର୍ଷ କଟିଗଲା ଦୁଃଖରେ,
ମୁଁ ଚାହୁଁଛି କୋଉ କଥା ଆଉ କିଛି ଦିନ ଲଙ୍କାରେ ଆପଣ ଅବସ୍ଥାନ କରନ୍ତୁ, ମୁଁ ଟିକେ ଆପଣଙ୍କର ସେବା କରିବି। ପୁଅ ଲକ୍ଷ୍ମଣଲାଲ ମୁଣ୍ଡ ହଲେଇ ଦେଲେ, କଣ କହିଲେ କହିଲେ ନନା ନନା ବିଭୀଷଣ ତ କହୁଛନ୍ତି ଆଉ କିଛି ଦିନ ଲଙ୍କାରେ ଅତିଥି ହବାକୁ, ବେଶ ଆଉ କିଛି ଦିନ ରହିଗଲେ କଣ ହବ ଅସୁବିଧା? ଅନୁମତି ଦିଅ। ରାମ ସେଦିନ ଧାରିଏ କହିଥିଲେ, କଣ କହିଲେ ଜୟ ଗୋବିନ୍ଦ ବାବୁ ମତେ ନିମନ୍ତ୍ରଣ କଲା ଦିନ ଯୋଉ କହୁଥିଲେ ପିଲାମାନେ ମୋ କଥା ମାନୁନାହାନ୍ତି, ସେ କହୁଛନ୍ତି ଯେତେ ଖର୍ଚ୍ଚ ହବ ହଉ ଆମେ କରିବୁ। ଆମେ କରିବୁ। ପୁଅ ଯୁଆଡେ ଜୋଇଁ ସିଆଡେ ଝିଅ ସିଆଡେ ନାତି ନାତୁଣୀ ଇତ୍ୟାଦି। ମୋ ବୋହୂ ବି ସିଆଡେ। ଏଇ ବର୍ଷ ହବ ନା ସବୁ ବର୍ଷ ହବ? ହେଇ, ତୁନରେ ଆଜ୍ଞା ଏ ପିଲେ କାହିଁ ଏ କାମ କଲେ? କାରଣ କଣ? ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମ କହିଲେ ଲକ୍ଷ୍ମଣ ବିଭୀଷଣ ଦ୍ୱାରା ପ୍ରଦତ୍ତ ତୁଳିତଳ୍ପ ଶଯ୍ୟା, ସୁସ୍ୱାଦୁ ବ୍ୟଞ୍ଜନ, ସୁସ୍ୱାଦୁ ଭୋଜନ ଇଏ ସୁଖ ଦେଇ ପାରିବନି। କାହିଁ ପାରିବ ନାହିଁ? ଗୋଟା ଧାଡ଼ି ଲେଖିଲେ ବାଲ୍ମୀକି, ବହି ହଉଛି ମୂଳ ବାଲ୍ମୀକି ରାମାୟଣ। କଣ ସେଦିନ କହିଥିଲେ ପ୍ରଭୁ? ଅପି ସ୍ୱର୍ଣ୍ଣମୟୀ ଲଙ୍କା ନ ମେ ରୋଚତେ ଲକ୍ଷ୍ମଣ, জননী জন্মভূমি স্বর্গাদপি গরীয়সী। আরে মা ঠারু বড় ଏ ଜଗତରେ କିଏ ଅଛି? ମୋ ପୁଅ ଯେତେବେଳେ ଆସେ 100 ଟଙ୍କା ଦେଇ ମତେ ସମ୍ବର୍ଦ୍ଧିତ କରୁଥିଲା, ମୋ ଛାତି କୁଣ୍ଡେ ବଟ ହେଇଯାଉଥିଲା। ହେ ପ୍ରଭୁ, ଯୋଉଟା ଝିଅ ଦେଲ, ଏ ଜୟ ଗୋବିନ୍ଦ ମିଶ୍ର ଭାଗ୍ୟରେ ଏତେ ସୁଖ ଲେଖିଥିଲ, ଏଇଭଳିଆ ପୁଅ ଗୋଟାଏ ମତେ ଦେଲ ନାହିଁ। ଏ ପୁଅ, ଏ ଯୋଉ ପୁଅ ମା ପାଇଁ ଆଜି ଭବ୍ୟ କାର୍ଯ୍ୟକ୍ରମ କଲେ, ମୁଁ ନାରାୟଣଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କ ଚଲାପଥ କୁସୁମିତ ହଉ। ମା ଠାରୁ ବଡ ଏ ଜଗତରେ କିଏ ଅଛି? ହଉ ସଜନ ମଣ୍ଡଳୀ ମୋର ଡେରି ଥିଲେ ଶ୍ରୁତି, ବୁଢା ଛୁଆ କଟର କଟର ଏହି ଗୀତି, ପିଲାମାନେ ଏବେ ମୋର ସଭାକୁ ଆସିଲେ, ମତେ କହୁଥିଲେ ଆମେ ଗୋଟାଏ ଡୁଏଟେ ଦେଲେ ତମ ପାଲାକୁ ହଜେଇ ଦବୁ ଭଲେ। ଆରେ ଠିକ କହିଛନ୍ତି, ଠିକ ଇଏ କହିଛନ୍ତି। ତ ମୋର ବୁଢା ଛୁଆ କଟର କଟର। ଓହୋ, ଏ ଯୋଉ ନବରଙ୍ଗିଆ ଦିଟା ଏପଟରେ ବଇଛନ୍ତି, ଆରେ କ୍ୱାଲିଟି ଅଛି। କହୁଥିଲେ କଣ କରୁଛ କର, ଆମେ ଦେଖିବୁ। ଆମେ ଗୋଟାଏ ଡୁଏଟେ ଦେଲେ ସବୁ ହଜି ତମ ପାଲା ହଜେଇ ଦବୁ। ବସିଆ ବସିଆ। ଓ ଭେଲେ ଭେଲେ, ହବନି ଇଏ ବଢେଇ ପୁଅ, ଇଏ ମୋଲା ଯାଏ ହାଡ କାମ ଦବ। ମନ ଦେଇକିରି ଶୁଣ। ହଉ ଆଉ ସମ ଗପଟପ କରିବାକୁ ବେଳ କାଳ ନାହିଁ, ସମସ୍ତଙ୍କୁ ଦୟା କରିଥିବେ ବ୍ରହ୍ମାଣ୍ଡ ଗୋସାଇ। ବିଦାୟ ବେଳାରେ ଲାଗି ଯାଉଅଛି ଏହି ଅଳି, ଆନନ୍ଦରେ ଦେବେ ହରି ବୋଲ ହୁଳହୁଳି, ହରି ବୋଲ ହୁଳହୁଳି ରାମ ଚାଳିଥିବ, ନାରାୟଣ ଦରବାର ଆଜି ଉଛୁଳି ପଡିବ। କହିବା କଥା ଗୋଟିକ ସିନା ସାର ହେଲା, ହରି ବୋଲ ହୁଳହୁଳି କାନେ ନ ବାଜିଲା। ତାର ହେଇଛି ଲାଷ୍ଟ ଆଡକୁ ଅଳ୍ପ ଟିକେ ହେଲା। ଇଏ ଟଙ୍କିକିଆ ଚାଉଳ ବସ୍ତା ପାଖରେ ଯେତେ ଭିଡ, କାମକୁ ପାଇଲାନି। ଯେତେ ପାଟି, ସେଠି ତ ପାଟି ଘୋଳି ହଉନି। ଭାଗ ପଡିବ ଅଧିକା। ଆଉ ଏ ହୁଳହୁଳି ହରିବୋଲ ଦେଲା ବେଳକୁ କଣ ହଉଛି? ଆପଣ ଚାଉଳ ବାଣ୍ଟୁ ନାହାନ୍ତି। ଆଉ ଥରେ ବିନମ୍ରତା ପୂର୍ଣ୍ଣ ନିବେଦନ, ଏକ ସଙ୍ଗେ ଥାଉ ହରିବୋଲ ହୁଳହୁଳି ସ୍ୱନ। ହଉ ଯାହା କରିବ ମୁଁ ଯାଉଛି। ହଉ ଦିନ ଜନ୍ମ ଶରଣ ରକ୍ଷଣ ମହାବାହୁ, ଦିନ ଜନ୍ମ ଶରଣ ରକ୍ଷଣ ମହାବାହୁ, ବିଦାୟ ବେଳାରେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ମନରେ ଉଚ୍ଚସ୍ୱରେ ଗୋଟେ ଗୋଟେ ହରିବ